ସନ୍ଥ ଅଚ୍ୟୁତାନନ୍ଦ ତୀର୍ଥାଟନରୁ ଫେରିଲା ପରେ ସେ କିଛି ଦିନ ପୁରୀରେ ଅବସ୍ଥାନ କଲେ। ଏହି ସମୟରେ ଜଗନ୍ନାଥ ଦାସ ତାଙ୍କୁ ଗ୍ରାହସ୍ଥ ଧର୍ମ ଗ୍ରହଣ କରିବା ପାଇଁ କହିଲେ। ଅଚ୍ୟୁତାନନ୍ଦ ତାଙ୍କ କଥାକୁ ଗ୍ରହଣ କରି ଗ୍ରାହସ୍ଥ ଧର୍ମ ଗ୍ରହଣ କରିବାକୁ ରାଜି ହେଲେ ଏବଂ ସେହି ସମୟରେ ଯଶୋବନ୍ତ ଦାସଙ୍କର ଶାଳକ ରଘୁରାମ ଚମ୍ପତି, ଯିଏକି ଅଡ଼ଙ୍ଗର ରାଜା ଥିଲେ, ତାଙ୍କର ଗୋଟିଏ ଝିଅ ଥିଲା, ତାଙ୍କ ନାଁ ପଦ୍ମାବତୀ। ଏକଦା ଯଶୋବନ୍ତ ଦାସ ଅଡ଼ଙ୍ଗକୁ ଅଚ୍ୟୁତାନନ୍ଦଙ୍କୁ ରାହସ୍ୟ କୀର୍ତ୍ତନ କରିବା ପାଇଁ ନିମନ୍ତ୍ରଣ କରିଥିଲେ। ସେହି ଅବସରରେ ଅଚ୍ୟୁତାନନ୍ଦ ଅଡ଼ଙ୍ଗ ଯାଇଥିଲେ। ଅଚ୍ୟୁତାନନ୍ଦଙ୍କର ରାହସ୍ୟ କୀର୍ତ୍ତନରେ ମୁଗ୍ଧ ହୋଇ ଚମ୍ପାବତୀ ତାଙ୍କୁ ବିବାହ କରିବା ପାଇଁ ରାଜି ହେଲେ, ଯାହାଫଳରେ କି ରାଜା ରଘୁରାମ ଚମ୍ପତି ଅଡ଼ଙ୍ଗର ନିକଟରେ ଥିବା ନନ୍ଦୀଗ୍ରାମ ମଠରେ ତାଙ୍କୁ ବିବାହ କରିବା ପାଇଁ ସ୍ଥିର କଲେ ଏବଂ ସେଠାରେ ତାଙ୍କର ବିବାହର ହେଲା। 1523 ଖ୍ରୀଷ୍ଟାବ୍ଦରେ ଏ ଘଟଣା ଘଟିଥିଲା। ସେତେବେଳକୁ ଅଚ୍ୟୁତାନନ୍ଦଙ୍କର ବୟସ 40 ବର୍ଷ ହୋଇଥିଲା ଏବଂ ସେ ବିବାହ କଲା ପରେ ଏହି ପରିଣତ ବୟସରେ ନେମାଳ ଫେରି ଆସିଥିଲେ। ନେମାଳରେ ରହି ତାଙ୍କର ସାଧନା କାର୍ଯ୍ୟରେ ସେ ବ୍ରତୀ ହେଲେ। ତାଙ୍କର ଏକମାତ୍ର ପୁତ୍ର ଥିଲେ, ଯାହାଙ୍କ ନାମ ବ୍ରଜ ଗଦାଧର। ସେ ନେମାଳ ମଠର ପୂର୍ବ ଦିଗରେ ଥିବା ଚିତ୍ରପଳ ନଦୀ କୂଳରେ ଅବସ୍ଥିତ କୁଦାନଗରୀ ମଠରେ ଆଶ୍ରମ କରିକି ରହୁଥିଲେ। ଗଦାଧର ପିତା ଅଚ୍ୟୁତାନନ୍ଦଙ୍କ ଠାରୁ ଅଧିକ ଜ୍ଞାନୀ ଥିଲେ ଏବଂ ତାଙ୍କର ଯଶକୀର୍ତ୍ତି ଚତୁର୍ଦିଗରେ ବ୍ୟାପ୍ତ ହୋଇଥିଲା। ସେ ଆଜି ନାହାନ୍ତି, କିନ୍ତୁ ସେଇ ତାଙ୍କର ସମାଧି ପୀଠରେ, ସେଇ କୁଦାନଗରୀ ଠାରେ ବର୍ଷକର ବିଭିନ୍ନ ସମୟରେ ପୂଜା ପାର୍ବଣ ପାଳନ କରାଯାଉଛି। ବିଶେଷ କରି ମକର ସଂକ୍ରାନ୍ତି କୁଦାନଗରୀର ଏକ ବିଶେଷ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ସନ୍ଥ ଅଚ୍ୟୁତାନନ୍ଦ ଏକଧାରରେ ଜଣେ ସାଧକ ଥିଲେ। ସେ ଛାୟା, କାୟା, ଅଷ୍ଟାଙ୍ଗ ଯୋଗ, ସପ୍ତାଙ୍ଗ ଯୋଗ, ହଜ ସାଧନ କରିଥିଲେ। ଜ୍ୟୋତି, ଅବାଡ଼ ଏ ମଧ୍ୟ ସେ ସାଧନ କରିଥିଲେ। ଶରୀର ତତ୍ତ୍ୱ ସମ୍ପର୍କରେ ତାଙ୍କର ବିଶେଷ ଜ୍ଞାନ ଥିଲା, ଯାହାଫଳରେ ତତ୍କାଳୀନ ମୁସଲିମ ଜମିଦାର ତାଙ୍କର ଅଲୌକିକ ପ୍ରତିଭାରେ ମୁଗ୍ଧ ହୋଇ ନେମାଳ ବଟକୁ ତାଙ୍କ ନାଁରେ ଦାନ ସୂତ୍ରରେ ପ୍ରଦାନ କରିଥିଲେ ଏବଂ ଶିଷ୍ୟତ୍ୱ ମଧ୍ୟ ତାଙ୍କର ଗ୍ରହଣ କରିଥିଲେ। ଅଚ୍ୟୁତାନନ୍ଦଙ୍କର ଅଦ୍ୟାବଧି ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେହି ଶିଷ୍ୟ ଜମିଦାର ଅଚ୍ୟୁତ ଖାଁଙ୍କର ପରିବାର ବର୍ଗ ତରଫରୁ ଭୋଗ ତାଙ୍କର ନେମାଳ ବଟକୁ ଆସିକି ପ୍ରଥମେ ଅର୍ପଣ କରାଯାଏ। ଅଚ୍ୟୁତ ଖାଁ ନାହାନ୍ତି, କିନ୍ତୁ ତାଙ୍କର ସମାଧି ପୀଠ ନେମାଳ ବଟର ପୂର୍ବ ଦିଗରେ ଅନତି ଦୂରରେ ରହିଛି, ଯାହାକି ଆଜି ସ୍ମରଣୀୟ। ଏହାର କାରଣ ହେଉଛି ମୁସଲିମମାନେ ମଧ୍ୟ ତାଙ୍କର ଅଲୌକିକ ପ୍ରତିଭାରେ ବଶୀଭୂତ ହୋଇଥିଲେ। ସେ ସମସ୍ତଙ୍କ ପାଇଁ ଏକ ରାହସ୍ୟ ମାଧ୍ୟମରେ ବୈପ୍ଳବିକ ଚେତନା ସୃଷ୍ଟି କରିଥିଲେ, ଯେଉଁ ରାହସ୍ୟରେ ଥିଲା ଭାରତୀୟ ସଂସ୍କୃତିର ବିକାଶର ଧାରା ଏବଂ ଆଧ୍ୟାତ୍ମିକ ଚେତନାର ଅନ୍ତଃସଳିଳା ଫଲ୍ଗୁ। ସେହି ଭାବଧାରାକୁ ଗ୍ରହଣ କରି ତତ୍କାଳୀନ ସମାଜରେ ଜାତି ଧର୍ମ ନିର୍ବିଶେଷରେ ଅଚ୍ୟୁତାନନ୍ଦଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ ଏବଂ ତାଙ୍କର ଖ୍ୟାତି ଚାରିଆଡ଼େ ବ୍ୟାପ୍ତ ହୋଇଥିଲା। ଅବଶେଷରେ ସାଧାରଣ ଜନତା ତାଙ୍କୁ ମହାପୁରୁଷ ବୋଲିକି ସମ୍ବୋଧନ କରିଥିଲେ। ସେହି ମହାପୁରୁଷ ଆଜି ନାହାନ୍ତି, କିନ୍ତୁ ନେମାଳ ବଟ ରହିଛି, ତାଙ୍କର କୀର୍ତ୍ତି ରହିଛି, ତାଙ୍କର ଶୂନ୍ୟ ସମାଧି ରହିଛି। ଶୂନ୍ୟ ସମାଧି କ'ଣ? ଭାରତ ବର୍ଷରେ
ଦୁଇ ଜଣ ସନ୍ଥଙ୍କର ଶୂନ୍ୟ ସମାଧି ରହିଛି। ତାହା ହେଉଛି ସନ୍ଥ କବୀର ଏବଂ ସନ୍ଥ ଅଚ୍ୟୁତାନନ୍ଦ। ଏମାନେ ଯେତେବେଳେ ଦେହତ୍ୟାଗ କରିଥିଲେ ଏବଂ ଯୋଗ ସାଧନା ଦ୍ୱାରା ଏମାନେ 3 ଦିନ ବସି ନିଜର ବ୍ରହ୍ମଲୀନ ଘଟେଇଥିଲେ। ବ୍ରହ୍ମଲୀନ ଘଟିଲା ପରେ ତାଙ୍କ ଅଙ୍ଗରେ ଆଚ୍ଛାଦିତ ବସ୍ତ୍ରକୁ ଯେତେବେଳେ ବାହାର କରାଯାଇଥିଲା ସେଥିରେ ଅସ୍ଥି ନଥିଲା, ଯାହାଫଳରେ କି ଏହାକୁ ଶୂନ୍ୟ ସମାଧି କୁହାଯାଏ। ଏହା ଏକ ଅଲୌକିକ ଘଟଣା। ଏହି ପ୍ରକାର ସନ୍ଥ ଭାରତ ବର୍ଷରେ ବିରଳ। ସେଥିପାଇଁ ନେମାଳକୁ ପ୍ରତିବର୍ଷ ପ୍ରତି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ, ପର୍ଯ୍ୟଟକ, ଅଚ୍ୟୁତଙ୍କର ଶିଷ୍ୟ ପ୍ରଭାବିତ ହୁଅନ୍ତି ଏବଂ ତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। ତାଙ୍କର ବିଶେଷ କାର୍ଯ୍ୟକ୍ରମ ହେଉଛି ତାଙ୍କର ଜନ୍ମଦିନ ମାଘ ଶୁକ୍ଳ ଏକାଦଶୀ ଏବଂ ତିରୋଧାନ ଦିବସ ହେଉଛି ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ। ଜ୍ୟେଷ୍ଠ ପୂର୍ଣ୍ଣିମାର ଘଟଣା ଏକ ବୈଶିଷ୍ଟିକ ଘଟଣା। ସେଦିନ ସେ ଦେହତ୍ୟାଗ କରିବା ବୋଲି ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ। ମୁଁ ତୁମର ଦର୍ଶନ ପାଇଲେ ଦେହତ୍ୟାଗ କରିବି, ଏବଂ ତାହା ହିଁ ଘଟିଥିଲା। ତେଣୁ ତାହା ଏକ ଦ୍ୱିତୀୟ ଶ୍ରୀକ୍ଷେତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ଏକ ଘଟଣା ସମସ୍ତେ ଜାଣନ୍ତି, ସେ ମାଳିକା ପୁରୁଷ। ମାଳିକା ଏକ ଚେତନାଧର୍ମୀ କାବ୍ୟ ରଚନା। ମାଳିକା ହେଉଛି ଏକ ମାଳ। ଭବିଷ୍ୟତ ଘଟଣାବଳୀକୁ ସେ ସଜ୍ଜିତ କରି କାବ୍ୟ କବିତା ଆକାରରେ ରଚନା କରିଥିଲେ। ଅନେକ ଅର୍ଥରେ ସତର୍କ କାବ୍ୟ ହିଁ ମାଳିକା। ମାଳିକା ଶାସ୍ତ୍ର ରଚନା କରି ଅଚ୍ୟୁତାନନ୍ଦ 12 ପ୍ରକାର ପ୍ରବୃତ୍ତିକୁ ବର୍ଜନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଇ 12 ପ୍ରବୃତ୍ତିର କାରଣ କ'ଣ? ତାହା ହେଉଛି ଅଭିମାନ, ଅଧିକ ନିଦ୍ରା, ଆଳସ୍ୟ, ଦୁର୍ଗୁଣ, ଦୁରାଚାର, ଦୁର୍ବିଚାର, ଦୁର୍ବ୍ୟବହାର, ଦାମ୍ଭିକତା, ପ୍ରମାଦ ବିଷୟରେ ପ୍ରମାଦ, ବାସନା ଭୋଗିବା, ସଙ୍ଗ ଏବଂ ମଦ୍ୟପାନ। କଳିଯୁଗରେ ଧର୍ମର ଅଧପତନ, ମ୍ଲେଚ୍ଛମାନଙ୍କର ଉତ୍ପାତ, ଶାସକମାନଙ୍କର ଉତ୍ପୀଡ଼ନ, ଜଗନ୍ନାଥଙ୍କର ରୂପାନ୍ତର ଓ ସ୍ଥାନାନ୍ତର, ଲୋକଚରିତ୍ରର ଅଧପତନ, ବ୍ୟଭିଚାର, ଭ୍ରଷ୍ଟାଚାର, ଉଚ୍ଛୃଙ୍ଖଳା, ପୂଜ୍ୟ ପୂଜାର ବ୍ୟତିକ୍ରମ ଏବଂ ଶାସକମାନଙ୍କର କୁଶାସନ, ପ୍ରଜାମାନଙ୍କର ବିଶୃଙ୍ଖଳା, ମ୍ଲେଚ୍ଛମାନଙ୍କର ଉପଦ୍ରବ, ସାଧୁସନ୍ଥମାନଙ୍କର ସୁରକ୍ଷା ଏବଂ ସୁଶାସନ ଆଦି ଘଟଣାବଳୀକୁ ନେଇ ମାଳିକା ରଚନାର ବିଷୟବସ୍ତୁ ରୂପେ ଉଲ୍ଲେଖ କରାଯାଇଛି। ମଣିଷ ମାତ୍ରେ ଭବିଷ୍ୟତ ସଚେତନ ହେବା ପାଇଁ ଆବଶ୍ୟକରେ କିଛି ଦିଗ୍ଦର୍ଶନ, କିଛି ଭବିଷ୍ୟତ କଥା ଜାଣିବା ପାଇଁ ସେହି ସଚେତନାମୂଳକ କାବ୍ୟ ବା ଲେଖା ହେଉଛି ମାଳିକା। ଅଚ୍ୟୁତାନନ୍ଦ ଆଜି ଇହ ଜଗତରେ ନାହାନ୍ତି, କିନ୍ତୁ ତାଙ୍କ ରଚନା କାବ୍ୟ ମାଳିକା ଆଜି ସମସ୍ତଙ୍କର ହୃଦୟକୁ ସ୍ପର୍ଶ କରିଛି ଏବଂ ତା ଦେହରେ ଅନେକ ବାସ୍ତବତା ଛପି ରହିଛି। ଏହା ହେଉଛି ମାଳିକା କଥା।